ଧନୀ ହେବାର ଠିକ୍ ପୂର୍ବରୁ ମିଳିଥାଏ ଏହି 30ଟି ସଂକେତ। ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 30ଟି ଗୁରୁତ୍ୱପୂର୍ଣ୍ଣ ସଂକେତ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୋଟିଏ ଥର ଏମିତି ସମୟ ଆସିଥାଏ ଯେତେବେଳେ ତାକୁ ସବୁ ଜାଗାରୁ କେବଳ ନିରାଶା ଦେଖିବାକୁ ମିଳିଥାଏ। କିନ୍ତୁ କଥାରେ ଅଛି, ସଦାବେଳେ ସମୟ ଏକାଭଳି ରହିନଥାଏ ଏବଂ ଯାହାର ଖରାପ ସମୟ ଆସିଥାଏ ତାର ବି ଦିନେ ଭଲ ସମୟ ନିଶ୍ଚୟ ଆସେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଲ ସମୟ ଏବଂ ଖରାପ ସମୟ ଆସୁଥାଏ ଏବଂ ଯାଉଥାଏ। ଏହି ସବୁ ସମୟ ଚକ୍ରର କାରଣ ପାଇଁ ହୋଇଥାଏ। ସମୟଠାରୁ ବଳବାନ ଆଉ କିଛି ବି ନୁହେଁ। ନିଜ ନିଜ ଜୀବନରେ ବ୍ୟକ୍ତିକୁ ରାଜାରୁ ରଙ୍କ ଏବଂ ରଙ୍କରୁ ରାଜା ହୋଇଥିବାର ଆପଣମାନେ ନିଶ୍ଚୟ ଦେଖିଥିବେ। ଯେତେବେଳେ ବି ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାର ଥିବ, ତାହେଲେ ବଡ଼ ପରିବର୍ତ୍ତନ ଆସିବା ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା କିଛି ଏମିତି ସଂକେତ ପ୍ରାପ୍ତ ହୋଇଥାଏ କି ଯାହା ସୂଚାଇଥାଏ ଆପଣଙ୍କର ଆସୁଥିବା ସମୟରେ ଈଶ୍ୱର ଆପଣଙ୍କ ପାଇଁ କିଛି ଭଲ ସମୟ ନିଶ୍ଚୟ ରଖିଛନ୍ତି। ଆସନ୍ତୁ ଜାଣିବା ସେହି ଖାସ୍ ସଂକେତ ବିଷୟରେ ଯାହା ଭଗବାନ ଭଲ ସମୟ ଆସିବା ପୂର୍ବରୁ ଦେଇଥାନ୍ତି। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହୁ, ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖି ଭିଡ଼ିଓକୁ ସାଙ୍ଗମାନଙ୍କୁ ଏବଂ ବନ୍ଧୁବାନ୍ଧବମାନଙ୍କ ପାଖକୁ ଅଧିକରୁ ଅଧିକ ସେୟାର କରନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା। ନମ୍ବର 1, ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କର ନିୟମିତ ରୂପରେ ଶୋଇକି ଉଠିବା ପୂର୍ବରୁ ନିଦ ଆପେ ଆପେ ଭାଙ୍ଗି ଯାଇଥାଏ। ଯଦି ଆପଣ ଦେଖୁଛନ୍ତି କି ଆପଣଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗୁଛି, ଅର୍ଥାତ୍ ସକାଳ 3ଟାରୁ 5ଟା ଭିତରେ ଭାଙ୍ଗି ଯାଉଛି, ତାହେଲେ ଆପଣ ମାନିନେବା ଉଚିତ କି ଆପଣଙ୍କ ନିକଟରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଅର୍ଥାତ୍ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାର ଉପଯୁକ୍ତ ମାର୍ଗ ମିଳିବାକୁ ଯାଉଛି। ସେଥିପାଇଁ ଆପଣଙ୍କୁ ପୂର୍ବରୁ ଜାଣିନେବା ଉଚିତ କି ଆପଣଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ହେବାକୁ ଯାଉଛି। ନମ୍ବର 2, ଅଚାନକ ଖୁସି ହୋଇଯିବା। ଅନେକ ଥର ଆପଣମାନେ ଦେଖିଥିବେ କି ଆପଣଙ୍କୁ ଅଚାନକ ଖୁସି ହେବା ପାଇଁ କାହିଁକି ମନ କରିଥାଏ। ଏହାର ଅର୍ଥ ଆପଣ ବୁଝିନେବା ଉଚିତ କି ଈଶ୍ୱର ଆପଣଙ୍କୁ କିଛି ଭଲ ସଂକେତ ଦେବା ପାଇଁ ଯାଉଛନ୍ତି। ତେଣୁ ଆପଣଙ୍କୁ ଏହି ସମୟରେ ଖୁସି ହେବା ପାଇଁ ମନ କରୁଛି। ସେହିଭଳି ଈଶ୍ୱର ଆପଣଙ୍କ ଜୀବନରେ ବହୁ ଶୀଘ୍ର ଖୁସି ଆସିବାକୁ ଯାଉଛି। ଆପଣଙ୍କୁ ଖୁସିର ଅନୁଭବ ହେବାକୁ ଯାଉଛି। ଯେତେ ବି ଦୁଃଖ ଆପଣଙ୍କ ଜୀବନରେ ଦେଖିଛନ୍ତି, ସେସବୁ ବହୁତ ଜଲ୍ଦି ଶେଷ ହୋଇଯାଇଥାଏ ଏବଂ ଏହି ସମୟରେ ଆପଣଙ୍କର ମନ ପ୍ରଫୁଲ୍ଲିତ ହୋଇ ଉଠିଥାଏ। ନମ୍ବର 3, ଗୋମାତାଙ୍କର ଆଗମନ ହେବା। ଯଦି ଆପଣଙ୍କ ଘରକୁ ପ୍ରତିଦିନ ଗୋମାତାଙ୍କର ଆଗମନ ହୋଇଥାଏ ବା ଆପଣଙ୍କୁ ଭୋଜନ ଦେବା ପାଇଁ ପ୍ରତୀକ୍ଷା କରିଛନ୍ତି, ତାହେଲେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଯଦି ଆପଣଙ୍କ ଘରେ ପଶୁପକ୍ଷୀ ଘର କରୁଛନ୍ତି, ତାହେଲେ ଏହାକୁ ମଧ୍ୟ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ଏହାଛଡ଼ା ଯଦି ପକ୍ଷୀଙ୍କର ମଧୁର ସ୍ୱର ଆପଣଙ୍କ ଘର ପାଖରେ ପ୍ରତିଦିନ ଗୁଞ୍ଜରିତ ହୋଇଥାଏ, ତାହେଲେ ଏହାର ଅର୍ଥ ହେଉଛି କି ବହୁ ଶୀଘ୍ର ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି। ନମ୍ବର 4, ଘରେ ଛୋଟ ଛୋଟ ପିଲା ରହିବା। ଆମେ ଜାଣିଛନ୍ତି କି ଶିଶୁଙ୍କ ଭିତରେ ଈଶ୍ୱରଙ୍କର ବାସ ହୋଇଥାଏ। ଯଦି ଛୋଟ ପିଲା ବା ଶିଶୁ ଆପଣଙ୍କୁ ଦେଖି ହସି ଦିଅନ୍ତି, ତାହେଲେ ଏହା ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହି ସଂକେତର ଅର୍ଥ ହେଉଛି କି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସବୁ ହେବାକୁ ଯାଉଛି। ନମ୍ବର 5, ସ୍ୱପ୍ନରେ ମନ୍ତ୍ରଧ୍ୱନି ଶୁଣିବା। ସ୍ୱପ୍ନରେ ଯଦି ଆପଣଙ୍କୁ ମନ୍ତ୍ରର ଧ୍ୱନି ଶୁଭୁଛି, ଯେମିତି କି ରାମ ରାମ, ଏହା ବହୁତ ଭଲ ସଂକେତ ବୋଲି ମାନାଯାଇଥାଏ।
ଯଦି ଓମ୍ର ଗୁଞ୍ଜରଣ ଶୁଭାଯାଉଛି ତାହେଲେ ଏହା ମଧ୍ୟ ବହୁତ ଭଲ ସଂକେତ ହୋଇଯାଇଥାଏ। ସ୍ୱପ୍ନରେ ମନ୍ତ୍ର, ଘଣ୍ଟି, ଶଙ୍ଖର ଶବ୍ଦ ଶୁଣିଲେ ଏହାକୁ ବହୁତ ଭଲ ସଂକେତ ବୋଲି ମାନାଯାଇଥାଏ। ଯଦି ଆପଣ ସ୍ୱପ୍ନରେ ଝାଡ଼ୁ, ପେଚା, ବଂଶୀ, ହାତୀ, ନେଉଳ, ଝିଟିପିଟି, ସାପ, ତାରା, ଗୋଲାପ ଆଦି ଇତ୍ୟାଦି ଦେଖୁଛନ୍ତି, ଏହା ଧନ ପ୍ରାପ୍ତିର ସଂକେତ ହୋଇଥାଏ। ନମ୍ବର 6, ଋଣ ଭାର ବହନ କରିବା। ଅନେକ ଥର ଆପଣମାନେ ଦେଖିଥିବେ କି ଆପଣଙ୍କ ଉପରେ ଋଣ ଭାର ରହିଥାଏ ଏବଂ ଅଚାନକ ଆପଣଙ୍କୁ ଋଣ ମୁକ୍ତିର ମାର୍ଗ ମିଳିଯାଇଥାଏ। ତାହେଲେ ଏହା ଈଶ୍ୱରଙ୍କର ସଂକେତ ହୋଇଯାଇଥାଏ। କିମ୍ବା ପଇସାର ଦେବା ନେବା କ୍ଷେତ୍ରରେ ଆପଣଙ୍କର ସପକ୍ଷରେ କୌଣସି ନିଷ୍ପତ୍ତି ଆସିଥାଏ, ତାହେଲେ ଏହାର ଅର୍ଥ ହେଉଛି କି ଆପଣଙ୍କୁ ଜୀବନରେ ଖୁବ୍ ଶୀଘ୍ର କିଛି ଭଲ ହେବାକୁ ଯାଉଛି। ଧନ ପ୍ରାପ୍ତିର ଅଲଗା ଅଲଗା ମାର୍ଗ ଖୋଲିଯିବା ଈଶ୍ୱରଙ୍କର ସଂକେତ ହୋଇଥାଏ। ଏଥିରୁ ଜଣାପଡ଼ିଥାଏ କି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ସମାପ୍ତି ହେବାକୁ ଯାଉଛି। ଆପଣଙ୍କ ଜୀବନରେ ବହୁ ଶୀଘ୍ର ଧନର ଆଗମନ ହେବାକୁ ଯାଉଛି। ନମ୍ବର 7, ଆଖି ଡେଇଁବା। ପୁରୁଷଙ୍କର ଡାହାଣ ଆଖି ଡେଇଁଲେ ତାହାକୁ ଶୁଭ ବୋଲି ମାନାଯାଇଥାଏ। ଏହିସବୁ ସଂକେତ ହୋଇଥାଏ ଆପଣଙ୍କ ଜୀବନରେ ବଳ ବୃଦ୍ଧି ହେବାର ସମ୍ଭାବନା ଅଛି। ମହିଳାମାନଙ୍କର ବାମ ଆଖି ଡେଇଁଲେ ଏହା ଅତି ଭଲ ସଂକେତ ହୋଇଥାଏ। ଏହା ଆପଣଙ୍କ ଜୀବନରେ ବା ମନରେ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ନମ୍ବର 8, ଶଙ୍ଖ ଧ୍ୱନି ଶୁଣିବା। ଯଦି ସକାଳୁ ସକାଳୁ ଆପଣଙ୍କୁ ଶଙ୍ଖ ଧ୍ୱନି ଶୁଭାଯାଉଛି, ତେବେ ଏହାକୁ ବହୁତ ଭଲ ସଂକେତ ବୋଲି ମାନାଯାଇଥାଏ। ସକାଳ ସମୟରେ ଶଙ୍ଖ ଧ୍ୱନି ଶୁଣିବାର ଅର୍ଥ ହେଉଛି କି ଆପଣଙ୍କର ଭାଗ୍ୟ ବହୁ ଶୀଘ୍ର ଖୋଲିବାକୁ ଯାଉଛି। ନମ୍ବର 9, ଝାଡ଼ୁ ଦେଖିବା। ଝାଡ଼ୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଇଥାଏ। ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ କରୁଥିବାର ଦେଖୁଛନ୍ତି, ତାହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ଘରର ସବୁ ଅସୁବିଧା ଦୂର ହେବାକୁ ଯାଉଛି। ତା ସହିତ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ମଧ୍ୟ ରହିଛି। ନମ୍ବର 10, ହାତ ପାପୁଲି କୁଣ୍ଡେଇ ହେବା। ଯଦିଓ କୌଣସି ମହିଳାଙ୍କର ବାମ ହାତ ପାପୁଲି ଓ ପୁରୁଷଙ୍କର ଡାହାଣ ହାତ ପାପୁଲି ଅଚାନକ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥାଏ, ତାହେଲେ ଏହା ଶୁଭ ସଂକେତ ବୋଲି ମାନାଯାଇଥାଏ ଏବଂ ଏହାର ଅର୍ଥ ହେଉଛି କି ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବାର ଅଛି। ନମ୍ବର 11, ସମୂହରେ କଳା ପିମ୍ପୁଡ଼ି ଦେଖିବା। ଯଦି ଅଚାନକ ଆପଣଙ୍କ ଘର ଅଗଣାରେ ବା କବାଟରେ ବା ଅନ୍ୟ କୌଣସି ସ୍ଥାନରେ ସମୂହରେ କଳା ପିମ୍ପୁଡ଼ି ଦେଖାଯାଉଛନ୍ତି, ତାହେଲେ ଏହା ସ୍ପଷ୍ଟ ସଂକେତ ଦେଇଥାଏ କି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ହେବାକୁ ଯାଉଛି ଏବଂ ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ନମ୍ବର 12, ଜଳରେ ଭର୍ତ୍ତି ଥିବା ପାତ୍ର ଦେଖିବା। ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଘରୁ ବାହାରିକି ଯିବା ସମୟରେ କୌଣସି ବ୍ୟକ୍ତିଙ୍କ ହାତରେ ଜଳରେ ଭରା ହୋଇଥିବା କୌଣସି ପାତ୍ରକୁ ଦେଖୁଛନ୍ତି, ତାହେଲେ ଏହା ବହୁତ ଭଲ ସଂକେତ ହୋଇଥାଏ ଏବଂ ଆପଣ ଯେଉଁ କାର୍ଯ୍ୟରେ ଯାଉଛନ୍ତି ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ନମ୍ବର 13, 3ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖିବା। ଘରେ ଅଚାନକ 3ଟି ଝିଟିପିଟି ଗୋଟିଏ ସ୍ଥାନରେ ଏକାଠି ଦେଖାଯାଉଛନ୍ତି, ତାହେଲେ ଏହାକୁ ବହୁତ ଶୁଭ ସଂକେତ ବୋଲି ମାନାଯାଇଥାଏ। ଯଦି ଆପଣ ଝିଟିପିଟି ଗୋଟିଏ ସ୍ଥାନରେ ରହିଥିବାର ଦେଖୁଛନ୍ତି, ଏହା ଜାଣିନେବେ କି ମା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି। ଏହା ବହୁତ ଭଲ ସଂକେତ ହୋଇଥାଏ। ମାତ୍ର 2ଟି ଝିଟିପିଟି ଯୁଦ୍ଧ କରୁଥିବାର ଦେଖିବା ଅଶୁଭ ସଂକେତ ହୋଇଥାଏ। ଯଦି ସେମାନେ ନିଜ ନିଜ ମଧ୍ୟରେ ଯୁଦ୍ଧ କରନ୍ତି, ଏହାର ଅର୍ଥ ଆପଣଙ୍କ ଘରେ କଳହ ହେବାର ସମ୍ଭାବନା ଅଛି। ଝିଟିପିଟିକୁ ଶୁଭ ସଂକେତ ବୋଲି ମାନାଯାଇଥାଏ
ଏହା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ ଏବଂ ଏହା ବି କୁହାଯାଇଛି କି ଯଦି ଝିଟିପିଟି ଦୌଡ଼ିଥିବାର ଦେଖାଯାଏ ତାହେଲେ ଏହା ଘରର ଉନ୍ନତିର ସଂକେତ ଦେଇଥାଏ। ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖାଗଲେ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ବୋଲି ମାନାଯାଇଥାଏ ଏବଂ ଏହା ଅପାର ଧନଲାଭର ସଂକେତ ହୋଇଥାଏ। ନମ୍ବର 14 ପେଚା ଦେଖିବା। ମା ଲକ୍ଷ୍ମୀଙ୍କ ବାହନ ପେଚା ଆପଣଙ୍କ ଘର ବାହାରେ ବହୁଦିନ ହେଲା ଦେଖାଯାଉଛି ତାହେଲେ ଜାଣି ନିଅନ୍ତୁ କି ଆପଣଙ୍କ ଘରକୁ ମହାଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ଏବଂ ଆପଣଙ୍କୁ ବହୁତ ଶୀଘ୍ର ଅପାର ଧନ ଲାଭ ହେବାର ଅଛି। ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କୌଣସି କୁକୁର ମୁହଁରେ ରୋଟି ଦେଖୁଛନ୍ତି ତାହେଲେ ଏହା ଏହି କଥାର ସଂକେତ ଦେଇଥାଏ କି ଆପଣଙ୍କୁ ବହୁତ ଶୀଘ୍ର ଅପାର ଧନ ଲାଭ ହେବାର ଅଛି। ନମ୍ବର 15 ବର ଓ ବଧୂ ଏକା ସାଙ୍ଗରେ ଦେଖିବା। ଯଦି ଆପଣ ସକାଳୁ ସକାଳୁ ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ଯିବା ରାସ୍ତାରେ ନବବିବାହିତ ବର ଓ ବଧୂଙ୍କୁ ଏକା ସାଥିରେ ଦେଖୁଛନ୍ତି ତାହେଲେ ଜାଣି ନିଅନ୍ତୁ ଆପଣଙ୍କର ବହୁତ ଜଲ୍ଦି ଭଲ ସମୟ ଆସିବାକୁ ଯାଉଛି। ନମ୍ବର 16 ସାପ ଏବଂ ମାଙ୍କଡ଼ ଦେଖିବା। ଆପଣ ଯାତ୍ରା କରୁଥିବା ସମୟରେ ଯଦି ସାପ ଏବଂ ମାଙ୍କଡ଼ ଦେଖାଯାଉଛି ତାହେଲେ ଏହା ବହୁତ ଭଲ ସମୟ ଆସିବାର ଶୁଭ ସଂକେତ ପ୍ରଦାନ କରିଥାଏ। ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଦୂର ହେବାକୁ ଯାଉଛି। ଆପଣଙ୍କର ଧନର ଆଗମନ ହେବାକୁ ଯାଉଛି। ଖାଲି ସେତିକି ନୁହେଁ, ଘରେ ଯଦି ବାଦୁଡ଼ି ବସା କରିଥାଏ ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି ମାନାଯାଏ। ନମ୍ବର 17 କଇଁଛ ଦେଖିବା। କଇଁଛ ଦେଖିବା ଅତ୍ୟନ୍ତ ଶୁଭ ସଂକେତ ଦେଇଥାଏ। ଭଗବାନ ବିଷ୍ଣୁ କଇଁଛ ଅବତାର ନେଇଥିଲେ। କଇଁଛ ଯଦି ଆପଣଙ୍କୁ ସ୍ୱପ୍ନରେ ଦେଖାଯାଉଛି ତେବେ ଏହା ଆପଣଙ୍କର ଭାଗ୍ୟ ଖୋଲିବାର ସଂକେତ ହୋଇଥାଏ। ନମ୍ବର 18 ହାତୀ ଦେଖିବା। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ହାତୀ ନିଜର ଶୁଣ୍ଢ ଉଠାଇ ଠିଆ ହୋଇଛି ତାହେଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ଦେଇଥାଏ। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବଢ଼ିବାରେ ଲାଗିବ। ହାତୀକୁ ପ୍ରଭୁ ଗଣେଶଙ୍କର ପ୍ରତୀକ ବୋଲି ମାନାଯାଇଥାଏ। ନମ୍ବର 19 ବର୍ଷା ସମୟରେ ସୂର୍ଯ୍ୟ ଦେଖିବା। ଆମେ ଜାଣିଛେ ସାଧାରଣତଃ ବର୍ଷା ସମୟରେ ଆକାଶ ମେଘୁଆ ଯୋଗୁଁ ସୂର୍ଯ୍ୟ ଲୁଚି ଯାଆନ୍ତି, କିନ୍ତୁ ଯଦି ଆପଣ ବର୍ଷା ଚାଲିଥିବା ସମୟରେ ସୂର୍ଯ୍ୟ ଦେଖନ୍ତି ତେବେ ଏହା ବହୁତ ଭଲ ସଂକେତ ହୋଇଥାଏ। ଏହି ସଂକେତ ଆପଣଙ୍କୁ ଆଗାମୀ ଦିନରେ ମାଲାମାଲ କରିବାରେ ସାହାଯ୍ୟ କରିଥାଏ। ନମ୍ବର 20 ସବୁଜିମା ବା ଗ୍ରୀନେରୀ ଦେଖିବା। ଯଦି ଆପଣ ସକାଳୁ ଉଠିବା ସମୟରେ ଆପଣ ଆପଣଙ୍କର କବାଟ ବା ଝରକା ପାଖରେ ଗ୍ରୀନେରୀ ବା ସବୁଜ କ୍ଷେତ ଦେଖୁଛନ୍ତି ତାହା ସହିତ ପାଖରେ ଯଦି ନଦୀ ଦେଖୁଛନ୍ତି ତାହେଲେ ତେବେ ଏହା କ'ଣ କହିବା ସୋନେ ପେ ସୁହାଗା। ଆପଣଙ୍କ ଜୀବନରେ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ। ନମ୍ବର 21 ଦହି ବା କ୍ଷୀର ଦେଖିବା। ଯଦି ଆପଣ ସକାଳୁ ଉଠିବା ସମୟରେ ଦହି ବା କ୍ଷୀର ଦେଖୁଛନ୍ତି ତେବେ ଏହା ବହୁତ ଭଲ ସଂକେତ ହୋଇଥାଏ। ଏହା ସହିତ ଯଦି ଆପଣ କ୍ଷୀର ଗରମ କଲାବେଳେ କ୍ଷୀର ବାରବାର ଉତୁରିଥାଏ ତେବେ ଏହା ବହୁତ ଭଲ ସଂକେତ ବୋଲି ମାନିନେବା ଉଚିତ। ନମ୍ବର 22 ଭୁଲରେ ଓଲଟା ପୋଷାକ ପିନ୍ଧିବା। କେବେ କେବେ ଆମେ ତରବରରେ ଓଲଟା ପୋଷାକ ପିନ୍ଧି ଦେଇଥାଉ, କିନ୍ତୁ ଦ୍ୱିତୀୟ ଥର ଏହା ଆମ ସହିତ ଯଦି ହୁଏ ତେବେ ଆମେ ବୁଝିନେବା ଉଚିତ ଯେ ସୁଖ ସମୃଦ୍ଧି ଜଲ୍ଦି ଆପଣଙ୍କର କବାଟ ବାଡ଼େଇବ। ନମ୍ବର 23 ରାସ୍ତାରେ ଶୁଭ ଜିନିଷ ମିଳିବା। ରାସ୍ତାରେ ଯାଉଥିବା ସମୟରେ ଆପଣଙ୍କୁ ପଇସା ବା ଘୋଡ଼ାର ଲାଞ୍ଜ ଚାରିପତ୍ର ଥିବା ଘାସ ମିଳିଯାଏ ତେବେ ତାକୁ ଅବଶ୍ୟ ସମ୍ଭାଳିକି ରଖିବା ଦରକାର, କାରଣ ଏହା ଆପଣଙ୍କର ଭାଗ୍ୟକୁ ଉଜ୍ଜଳ କରିପାରେ। ନମ୍ବର 24
ଆଖୁ ଦେଖିବା। ସକାଳୁ ସକାଳୁ ଆପଣ ଯାତ୍ରା କରୁଥିବା ସମୟରେ କେଉଁଠାରୁ ହେଲେ ମଧ୍ୟ ଆଖୁ ଦେଖିବା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ନମ୍ବର 25, ଅଗଣାରେ ଥିବା ଚାରା ଗଛର ବୃଦ୍ଧି। ଯେତେବେଳେ ଆପଣଙ୍କର ଭଲ ସମୟ ଆସିବାର ଥିବ, ଆପଣଙ୍କ ଅଗଣାରେ ଚାରା ଗଛ ଏବଂ ତୁଳସୀ ଗଛ ବୃଦ୍ଧି ହୋଇଥାଏ, ତେବେ ଆପଣ ବୁଝିନେବା ଉଚିତ ଯେ ଆପଣଙ୍କର ଖରାପ ସମୟ ସମାପ୍ତି ହେବାକୁ ଯାଉଛି। ନମ୍ବର 26, ଧଳା ପାରା ଦେଖିବା। ଧଳା ପାରା ଦେଖିବାକୁ ଅତ୍ୟନ୍ତ ଶୁଭ ସଂକେତ ବୋଲି ମାନାଯାଇଥାଏ। ଏହି ସଂକେତକୁ ଆଗାମୀ ଦିନର ଧନ ପ୍ରାପ୍ତିର ଦ୍ୱାର ବୋଲି ମାନାଯାଇଥାଏ। ନମ୍ବର 27, ନଡ଼ିଆ ଦେଖିବା। ସକାଳୁ ଉଠିବା ପରେ ନଡ଼ିଆ ବା ଶ୍ରୀଫଳ ଦେଖିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ନମ୍ବର 28, ଦୀପର ଶିଖା ସିଧା ହୋଇ ଜଳିବା। ଆପଣ ପୂଜା କରୁଥିବା ସମୟରେ ଦେଖିବେ ଯେ ଦୀପର ଶିଖା ସିଧା ହୋଇ ଜଳୁଥାଏ ବା ଗୋଟିଏ ଧାରରେ ଜଳୁଥାଏ, ତେବେ ଆପଣ ବୁଝିନେବା ଉଚିତ ଯେ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯାଇଛନ୍ତି ଓ ଆପଣଙ୍କର ଭଲ ସମୟ ବହୁତ ଜଲ୍ଦି ଆସିବାକୁ ଯାଉଛି। ନମ୍ବର 29, ଘରେ ବିଲେଇ ଛୁଆ ଜନ୍ମ କରିବା। ଯଦି ଆପଣଙ୍କ ଘରେ ବିଲେଇ ତା ଛୁଆକୁ ଜନ୍ମ ଦେଇଛି, ତେବେ ଏହା ଆଗାମୀ ଦିନରେ ବହୁତ ଜଲ୍ଦି ଖୁସି ଖବର ପାଇବାର ଭଲ ସଂକେତ ହୋଇଥାଏ। ନମ୍ବର 30, ପକ୍ଷୀ ମଳତ୍ୟାଗ କରିବା। ଯଦି ଆପଣ କେଉଁଆଡ଼େ ଯାତ୍ରା କରୁଛନ୍ତି, ସେହି ସମୟରେ ଗଛରେ ବସିଥିବା ପକ୍ଷୀ କିମ୍ବା ଉଡ଼ୁଥିବା ପକ୍ଷୀ ଆପଣଙ୍କ ଉପରେ ମଳତ୍ୟାଗ କରିଦିଏ, ଏହା ମଧ୍ୟ ଆଗାମୀ ଦିନରେ ଧନବାନ ହେବାର ସଂକେତ ଦେଇଥାଏ। ଦର୍ଶକ ବନ୍ଧୁ, ଯଦି ଏହି 30ଟି ସଂକେତ ମଧ୍ୟରୁ ଗୋଟିଏ ବି ଆପଣଙ୍କ ସହିତ ଘଟିଥାଏ, ତେବେ ଡେରି ନକରି କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖିଦିଅନ୍ତୁ। ତେବେ ଦେଖିବେ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଦିନ ବହୁତ ଶୁଭମୟ ହେବ। ଜୟ ମହାଲକ୍ଷ୍ମୀ।